ଓଂ ସାଇରାମ। ଏହା ସାଧାରଣ କଥା ନୁହେଁ। ଯଦି ତୁମ ଜୀବନରେ ଭୟ, ରୋଗ, ଅସଫଳତାର ଅଛି ତେବେ ଏହି ଭିଡ଼ିଓ ଛାଡ଼ିବ ଭୁଲ କରନି। କାରଣ ଶିରିଡ଼ିରେ ଏକ ଫକୀର ଏମିତି ଲୀଳା କରିଥିଲେ ଯାହା ମୃତ୍ୟୁକୁ ମଧ୍ୟ ରୋକି ଦେଇଥିଲେ। ସେ ଫକୀର ଥିଲେ ଶ୍ରଦ୍ଧା ଓ ସବୁରିର ସାକ୍ଷାତ ରୂପ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖ, କାରଣ ଶେଷ ଲୀଳାଟି ଜୀବନରେ ବଦଳାଇ ଦେବ। ଶ୍ରୀ ସାଇବାବା ଜୀବନ ଲୀଳା। ଅଜଣା ଅବତାରର ଦିବ୍ୟ ଆଗମନ। ଶିରିଡ଼ି ଗାଁର ପୂର୍ବ ଦିଗରେ ଏକ ନୀରବ ଜଙ୍ଗଲ ଥିଲା। ସେଠାରେ ନଥିଲା ମନୁଷ୍ୟର ଶବ୍ଦ, ନଥିଲା ଘଣ୍ଟର ନାଦ। କିନ୍ତୁ ନୀରବତା ମଧ୍ୟରେ ଲୁଚିଥିଲା ଦିବ୍ୟ ରହସ୍ୟ। ଏକ ଦିନ ସେହି ଜଙ୍ଗଲରେ ଛାୟା ମଧ୍ୟରେ ଦେଖାଦେଲା ଏକ ଯୁବ ଫକୀର। ମୁହଁରେ ଶାନ୍ତି, ନୟନରେ କରୁଣା ଓ ହୃଦୟରେ ସମଗ୍ର ବ୍ରହ୍ମାଣ୍ଡ। ଯେ କେହି ନିଜ ପରିଚୟ ଦେଲେ ନାହିଁ। କେହି ତାକୁ ପ୍ରଶ୍ନ କଲେ, ତୁମେ କିଏ? ସେ କେବଳ ମୌନରେ ମୁହ୍ୟମାନ ହେଲେ। ସେହି ମୌନ ଥିଲା ତାଙ୍କର ପ୍ରଥମ ଉପଦେଶ। ସତ୍ୟକୁ ଜାଣିବାକୁ ଶବ୍ଦ ଦରକାର ନାହିଁ। ସେଦିନଠାରୁ ଶିରିଡ଼ି ମାଟି ପବିତ୍ର ହୋଇଗଲା। କାରଣ ମାଟି ଛୁଇଁଥିଲେ ଶ୍ରଦ୍ଧା ଓ ସବୁରିର ଅବତାର। ଫକୀର ବାବା ଏକ ପୁରୁଣା ଭଙ୍ଗା ମସଜିଦରେ ରହିଲେ। ସେଠାରେ ସେ ଜଳାଇଲେ ଏହି ଧ୍ୱନି। କିନ୍ତୁ ସେ ଧ୍ୱନି ସାଧାରଣ ଅଗ୍ନି ନୁହେଁ। ସେ ଅଗ୍ନିରେ ଥିଲା ପାପ ଦହନର ଶକ୍ତି, ଦୁଃଖ ନାଶର ଶକ୍ତି ଓ ଭକ୍ତଙ୍କର ଭୟ ନିବାରଣର ଶକ୍ତି। ଲୋକେ ଦେଖିଲେ, ବର୍ଷା ହେଲେ ମଧ୍ୟ ଅଗ୍ନି ନିଭିଲା ନାହିଁ। ପବନ ଆସିଲେ ମଧ୍ୟ ଧ୍ୱନି ଭାଙ୍ଗିଲା ନାହିଁ। ବାବା କହିଲେ ନାହିଁ, କିନ୍ତୁ ଶିଖାଇଦେଲେ, ଯେଉଁଠି ଶ୍ରଦ୍ଧା ଅଛି ସେଠି ଅଗ୍ନି କେବେ ନିଭେ ନାହିଁ। ବାବା ଦିନକୁ ଦିନ ଭିକ୍ଷା ମାଗୁଥିଲେ। କିନ୍ତୁ ସେ ଭିକ୍ଷା ନେଉଥିଲେ ନିଜ ପାଇଁ ନୁହେଁ, ଭକ୍ତଙ୍କ ଅହଙ୍କାର ଭାଙ୍ଗିବା ପାଇଁ। ସେଦିନ କେହି ଅହଙ୍କାରରେ ଦେଲେ, ସେଦିନ ବାବା ଭିକ୍ଷା ନେଲେ ନାହିଁ। ଯେ ଦିନେ କେହି ଭାବରେ ଦେଲେ, ସେଦିନ ଅଳ୍ପ ଭିକ୍ଷା ମଧ୍ୟ ଅମୃତ ହୋଇଗଲା। ବାବା ଶିଖାଇଲେ, ଦାନର ମୂଲ୍ୟ ପାତ୍ରରେ ନୁହେଁ, ହୃଦୟରେ ଥାଏ। କିନ୍ତୁ ଅନେକ ସମୟ ବାବା କିଛି କହୁନଥିଲେ। ସେ କେବଳ ଚୁପଚାପ ବସିଥାନ୍ତି। ନୟନର ଅର୍ଦ୍ଧବନ୍ଧ, ମୁହଁର ଶାନ୍ତ ମୁସ୍କାନ। ଲୋକେ ଭାବୁଥିଲେ, ବାବା କାହିଁକି କିଛି କହୁନାହାନ୍ତି? କିନ୍ତୁ ସେ ମୌନ ମଧ୍ୟରେ ଲୋକଙ୍କ ମନର ଉତ୍ତର ମିଳୁଥିଲା। ଯେଉଁ ଲୋକ ଭୟ ନେଇ ଆସୁଥିଲେ ନା, ସେ ଭୟ ଛାଡ଼ି ଫେରୁଥିଲେ। ଯେଉଁ ଲୋକ ଅଶାନ୍ତି ନେଇ ଆସିଥିଲେ, ସେ ଶାନ୍ତି ପାଇଁ ଫେରୁଥିଲେ। ଏକ ସନ୍ଧ୍ୟାବେଳେ ମସଜିଦର ଦୀପ ନିଭିବାକୁ ଲାଗିଲା। ଭକ୍ତମାନେ ଚିନ୍ତିତ। ତେଲ ଶେଷ, ଏବେ କ'ଣ କରିବା? ବାବା ଶାନ୍ତ ଭାବେ କହିଲେ, ଗାଁରୁ ତେଲ ଅଣାଯିବ। କିନ୍ତୁ ଗାଁର ଲୋକ ଭାବିଲେ, ଏ ଫକୀର କ'ଣ କରିବ? ଏବଂ କେହି ତେଲ ଦେଲେ ନାହିଁ। ବାବା କିଛି କହିଲେ ନାହିଁ। ସେ କେବଳ ପାଣି ଆଣି ଦୀପରେ ଢାଳିଦେଲେ। ଆଶ୍ଚର୍ଯ୍ୟଜନକ କଥା, ଦୀପ ଜଳି ଉଠିଲା। ପାଣିର ଦୀପ। ସମସ୍ତେ କାঁପି ଉଠିଲେ। ବାବା ସେତେବେଳେ କହିଲେ, ଭକ୍ତି ଥିଲେ ଅସମ୍ଭବ ବା ସମ୍ଭବ ହୁଏ। ସେଦିନଠାରୁ କେହି ଆଉ ବାବାଙ୍କୁ ଅବିଶ୍ୱାସ କଲେ ନାହିଁ। ଶିରିଡ଼ିରେ ଏକ ଗରିବ ଭକ୍ତ ଥିଲେ। ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ଥିଲେ। ଡାକ୍ତର କହିଦେଲେ, ଆଶା ନାହିଁ। ଭକ୍ତର ପରିବାରଟି କାନ୍ଦି କାନ୍ଦି ଲୁହରେ ପାଖକୁ ଆସିଲେ। ବାବା ରୋଗୀଙ୍କୁ ଦେଖି ନିଜ ହାତରେ ତାଙ୍କ ମଥା ଛୁଆଇଦେଲେ। କିଛି ଔଷଧ ନୁହେଁ, କିଛି ମନ୍ତ୍ର ନୁହେଁ, କେବଳ କରୁଣା। ପରଦିନ ରୋଗୀ ଉଠି ବସିଲା। ତୃତୀୟ ଦିନ ସେ ଚାଲିବାକୁ ଲାଗିଲା। ବାବା କହିଲେ, ମୁଁ ଚିକିତ୍ସକ ନୁହେଁ, ଶ୍ରଦ୍ଧା ହିଁ ସର୍ବଶ୍ରେଷ୍ଠ ଔଷଧ। ଏକ ଦିନ ଶିରିଡ଼ିରେ ଭୟଙ୍କର ଖରା ପଡ଼ିଲା। କ୍ଷେତ ଶୁଖିଗଲା। ଘରେ ଅନ୍ନ ନଥିଲା। ଲୋକମାନେ ଦୁଃଖରେ ବାବାଙ୍କ ପାଖକୁ ଆସିଲେ। ବାବା ସମସ୍ତଙ୍କୁ ଦେଖି କହିଲେ, ଆଜି ମୁଁ ଭୋକା ରହିବି। ଭକ୍ତମାନେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ସେଦିନ ସନ୍ଧ୍ୟାବେଳେ ଗାଁର ଘର ଘର ଅଚାନକ ଅନ୍ନ ଆସିଗଲା। କେଉଁଠୁ କେହି ଜାଣିଲେ ନାହିଁ। ବାବା କହିଲେ, ଭକ୍ତ ଯଦି ଭୋକା, ମୁଁ କିପରି ଖାଇପାରିବି? ସେଦିନଠାରୁ ଶିରିଡ଼ିରେ କେହି ଭୋକା ରହିଲେ ନାହିଁ। ଏକ ଧନୀ ବ୍ୟକ୍ତି ଶିରିଡ଼ି ଆସିଲେ। ତାଙ୍କ ପୋଷାକ, ଆଭୂଷଣ କଥା ସବୁରେ ଅହଙ୍କାର ଭରି ରହିଥିଲା। ଆଉ ସେ ଝଲକୁଥିଲେ।
ସେ ବାବାଙ୍କୁ କହିଲେ, ମୁଁ ବଡ଼ ଦାନ କରିବି। ବାବା ଶାନ୍ତ ଭାବେ କହିଲେ, ପ୍ରଥମେ ମସ୍ଜିଦ୍ ଝାଡ଼ୁ ଦେ। ସେ ବ୍ୟକ୍ତି ରୁଷିଗଲେ, କିନ୍ତୁ ମନରେ କିଛି ଭାଙ୍ଗିଗଲା। ସେ ଝାଡ଼ୁ ନେଇ କାମ କଲେ। ଆଖିରୁ ଅଶ୍ରୁ ଝରିଲା। ସେହି ମୁହୂର୍ତ୍ତରେ ତାଙ୍କ ମନର ହଳକା ହୋଇଗଲା। ବାବା କହିଲେ, ଅହଙ୍କାର ଛାଡ଼ିଲେ ହିଁ ଭକ୍ତି ଆସେ। ଏକ ରାତିରେ ବାବା ଅଚାନକ ଏକ ଭକ୍ତଙ୍କୁ ଡାକିଲେ, କହିଲେ, ଆଜି ତୁମେ ଯାତ୍ରା କରିବ ନାହିଁ। ଭକ୍ତ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ବାବାଙ୍କ କଥା ମାନିଲେ ନାହିଁ। ପରଦିନ ଖବର ଆସିଲା, ସେ ରାସ୍ତାରେ ଯିଏ ଯିବାକୁ ଥିଲା ସେଠାରେ ବଡ଼ ଦୁର୍ଘଟଣା ଘଟିଥିଲା। ଭକ୍ତ ବୁଝିଗଲେ, ବାବା କେବଳ ବର୍ତ୍ତମାନ ନୁହେଁ, ଭବିଷ୍ୟତର ମଧ୍ୟ କାହାଣୀ କୁହନ୍ତି। ଯିଏ ମୋତେ ସମର୍ପିବ, ମୁଁ ତାକୁ ସୁରକ୍ଷା କରେ। ଏକ ଯୁବକ ବାବାଙ୍କୁ ପଚାରିଲେ, ବାବା, ସବୁରି କ'ଣ? ବାବା ଦୀର୍ଘ ସମୟ ଚୁପ୍ ରହିଲେ। ତାପରେ ଉତ୍ତର ଦେଲେ, ବୀଜ ଲଗାଇ ଗଛକୁ ତୁରନ୍ତ ଫଳ ଚାହୁଁଛ କି? ଯୁବକ ନୀରବ ହୋଇଗଲା। ବାବା ହସି କହିଲେ, ସବୁରି ମାନେ ଭଗବାନଙ୍କ ସମୟରେ ଭରସା। ସେ ଦିନଠାରୁ ସେ ଯୁବକର ଜୀବନ ପରିବର୍ତ୍ତନ ହୋଇଗଲା। ଶିରିଡ଼ିରେ ଏକ ଭକ୍ତ ଥିଲେ, ଯିଏ ବର୍ଷ କାଳ ଧରି ଭୟଙ୍କର ରୋଗରେ ପୀଡ଼ିତ। ଦିନେ ଦିନେ ଶରୀର କ୍ଷୀଣ ହୋଇଯାଉଥିଲା, ମନ ମଧ୍ୟ ଭାଙ୍ଗି ଯାଉଥିଲା। ସେ ପ୍ରତିଦିନ ମସ୍ଜିଦରେ ବସି ବାବାଙ୍କୁ ଦେଖୁଥିଲେ, କିନ୍ତୁ କିଛି କହୁନଥିଲେ। ଏକ ଦିନ ବାବା ନିଜେ ତାଙ୍କୁ ଡାକି କହିଲେ, ତୁମେ ଏତେ ଦୁଃଖୀ କାହିଁକି? ଭକ୍ତ କାନ୍ଦି କହିଲେ, ବାବା, ରୋଗ ମୋର ଭାଙ୍ଗିଦେଲା ଜୀବନ। ବାବା ଧୀରେ କହିଲେ, ରୋଗ ଶରୀରକୁ ଦୁର୍ବଳ କରେ, କିନ୍ତୁ ଆତ୍ମାକୁ ପବିତ୍ର କରେ। ସେହି ଦିନଠାରୁ ଭକ୍ତର ମନ ବଦଳିଗଲା। ରୋଗ ରହିଲା, କିନ୍ତୁ ଦୁଃଖ ଚାଲିଗଲା। ଅଳ୍ପ ଦିନ ପରେ ରୋଗ ମଧ୍ୟ ହ୍ରାସ ପାଇଲା। ଏଇ ଶିକ୍ଷିତ ଯୁବକ ଶିରିଡ଼ି ଆସିଲେ। ସେ ଅନେକ ଗ୍ରନ୍ଥ ପଢ଼ିଥିଲେ, ଧର୍ମ ଉପରେ ଜ୍ଞାନ ଥିଲା, କିନ୍ତୁ ମନରେ ଶାନ୍ତି ନଥିଲା। ସେ ବାବାଙ୍କୁ କହିଲେ, ମୁଁ ସବୁ ଜାଣିଛି, କିନ୍ତୁ ଶାନ୍ତି ମିଳୁନାହିଁ। ବାବା ହସି କହିଲେ, ନାଉକା ଥିଲେ ମଧ୍ୟ ନାଉକାଳ ନଥିଲେ କ'ଣ ହେବ? ଯୁବକ ନୀରବ ହୋଇଗଲେ। ବାବା କହିଲେ, ଗୁରୁ ଛାଡ଼ା ଜ୍ଞାନ ମଧୁରା। ସେ ଦିନଠାରୁ ସେ ଯୁବକ ଗୁରୁ ଭକ୍ତିର ମୂଲ୍ୟ ବୁଝିପାରିଲେ। ଏକ ଦିନ ମସ୍ଜିଦରେ ବାବା ଧ୍ୟାନରେ ବସିଥିଲେ। ଏକ ଭକ୍ତ ତାଙ୍କୁ ଦେଖୁଥିବା ବେଳେ ଅଚାନକ ବାବାଙ୍କ ମୁହଁ ଆଲୋକରେ ଭରିଗଲା। ସେ ଆଲୋକ ସାଧାରଣ ନୁହେଁ, ସେ ଆଲୋକ ଥିଲା ଭକ୍ତର ହୃଦୟର ଭିତରୁ ପ୍ରବେଶ କଲା। ଭକ୍ତ ଭୟରେ କାঁପି ଉଠିଲେ, କିନ୍ତୁ ମନରେ ଅପାର ଶାନ୍ତି ମିଳିଲା। ପରେ ବାବା କହିଲେ, ସେ ଚକ୍ଷୁ ଭିତରେ ଭକ୍ତି ଅଛି, ସେ ଦିବ୍ୟତା ଦେଖିପାରେ। ଏକ ଭକ୍ତ ଜୀବନରେ ଅନେକ ଭୁଲ କରିଥିଲେ। ସେ ଅପରାଧ ତାର ନେଇ ବାବାଙ୍କ ପାଖକୁ ଆସିଲେ। ସେ କହିଲେ, ବାବା, ମୋତେ କ୍ଷମା କର। ବାବା କହିଲେ, କ୍ଷମା ସହଜ, କିନ୍ତୁ ପରିବର୍ତ୍ତନ ଆବଶ୍ୟକ। ସେଦିନଠାରୁ ସେ ଭକ୍ତ ନୂଆ ଜୀବନ ଆରମ୍ଭ କଲେ। ଏକ ଦିନ କେହି ପଚାରିଲେ, ବାବା, ଆପଣ କେଉଁ ଧର୍ମ? ବାବା ଧ୍ୱନି ଦିଗକୁ ଦେଖି କହିଲେ, ଅଗ୍ନି କି ଧର୍ମ ଦେଖେ? ସମସ୍ତେ ଚୁପ୍ ହୋଇଗଲେ। ବାବା କହିଲେ, ଭକ୍ତି ହିଁ ଧର୍ମ, ପ୍ରେମ ହିଁ ପଥ। ସେ ଦିନଠାରୁ ଶିରିଡ଼ିରେ ଧର୍ମ ଭେଦ ଭାଙ୍ଗିଗଲା। ଶିରିଡ଼ି ଏକ ମା ଥିଲେ। ତାଙ୍କର ଏକମାତ୍ର ପୁଅ ରାତିରେ ଭୟରେ ଘୁମୁଥିଲା ନାହିଁ। ସେ ପ୍ରତିଦିନ କାନ୍ଦୁଥିଲେ, ଚିତ୍କାର କରୁଥିଲେ। ମା ତାକୁ ନେଇ ବାବାଙ୍କ ପାଖକୁ ଆସିଲେ। ବାବା ଶିଶୁଟିକୁ ନିଜ କୋଳରେ ବସାଇ ତାଙ୍କ ନୟନକୁ ଧୀରେ ଦେଖିଲେ। ସେ ଦୃଷ୍ଟିରେ ଥିଲା ମାର ସ୍ନେହ, ଗୁରୁର କରୁଣା ଓ ଭଗବାନଙ୍କ ଆଶ୍ରୟ। ସେ ରାତିରୁ ଶିଶୁଟିଏ ଶାନ୍ତିରେ ଘୁମିଲା। ବାବା କହିଲେ, ମୋ ଦୃଷ୍ଟି ଯେଉଁଠି ପଡ଼େ ସେଠି ଭୟ ରହିପାରେ ନାହିଁ, ଅଭାବ ମଧ୍ୟରେ ପୂର୍ଣ୍ଣତା। ମସ୍ଜିଦରେ କେବେ କେବେ ବାବାଙ୍କ ପାଖରେ କିଛି ନଥିଲା, ନା ଅନ୍ନ, ନା ବସ୍ତ୍ର, ନା ସୁବିଧା, କିନ୍ତୁ ତାଙ୍କ ମୁହଁରେ କେବେ ଅଭାବର ଚିହ୍ନ ଥିଲା ନାହିଁ। ଏକ ଭକ୍ତ ପଚାରିଲେ, ବାବା, ଆପଣଙ୍କୁ କେବେ କଷ୍ଟ ହୁଏନି? ବାବା ହସି କହିଲେ, ଯେ ମୋତେ ପାଇଛି ସେ କିପରି ଅଭାବ ଦେଖିବ? ସେ ଭକ୍ତ ବୁଝିପାରେ, ସତ୍ୟ ସମୁଦି ହୃଦୟରେ ଥାଏ। ଏକ ଭକ୍ତ ଦୂର ଗାଁରୁ ରାତିରେ ଶିରିଡ଼ିକୁ ଆସିଲା। ରାସ୍ତାରେ ଅନ୍ଧାର, ଜଙ୍ଗଲ ଭୟ। ଅଚାନକ ସେ ଦେଖିଲା ଏକ ଫକିର ଆଗରେ ଚାଲୁଛନ୍ତି। ସେ ଫକିର ଯେଉଁଠି ଯାଉଥିଲେ ନା ଭୟ ହଟୁଥିଲା। ଶିରିଡ଼ି ପହଞ୍ଚି ସେ ଭକ୍ତ ବାବାଙ୍କୁ ଦେଖି ଆଶ୍ଚର୍ଯ୍ୟରେ ଥମିଗଲେ। ସେଇ ମୁହଁ। ବାବା କହିଲେ, ଭକ୍ତି ଏକେ ଚାଲେ ନାହିଁ। ଏକ ଭକ୍ତ ଦୀର୍ଘ ଦିନ ଧରି ବାବାଙ୍କୁ ସେବା କରୁଥିଲେ। ହଠାତ୍ ତାଙ୍କ ଜୀବନରେ ବହୁତ ସମସ୍ୟା ଆସିଗଲା। ସେ ମନରେ ଭାଙ୍ଗି ପଡ଼ି ବାବାଙ୍କୁ ପଚାରିଲେ, ମୁଁ ଭୁଲ କରିଛି? ବାବା ଶାନ୍ତ ଭାବେ କହିଲେ,
ସୁନାକୁ ମଧ୍ୟ ଅଗ୍ନି ପରୀକ୍ଷା ଦିଆଯାଏ। ସେ ଭକ୍ତ ସବୁ ହସିଲେ, ସହିଲେ, କିନ୍ତୁ କିଛି ସମୟ ପରେ ସବୁ ଦୁଃଖ ଶେଷ ହୋଇଗଲା। ମୋତେ ସ୍ମରଣ କର। ଏକ ଦିନ ବାବା କହିଲେ, ମୁଁ ଶରୀର ନୁହେଁ। ଭକ୍ତମାନେ ଭୟଭୀତ ହେଲେ। ବାବା ପୁଣି କହିଲେ, ମୋତେ ଯେଉଁଠି ସ୍ମରଣ କରିବ ସେଠି ମୁଁ ରହିବି। ସେଇ କଥା ଶିରିଡ଼ି ପବନରେ ମିଶିଗଲା। ଭକ୍ତଙ୍କ ହୃଦୟରେ ଗାଢ଼ ହୋଇଗଲା। ଏଠାକୁ ଆମେ ଲୀଳା ପର୍ଯ୍ୟନ୍ତ ପହଞ୍ଚିଲୁ। ଶିରିଡ଼ିର ଦୂର ଏକ ଗାଁରେ ଏକ ଭକ୍ତ ଗଭୀର ସମସ୍ୟାରେ ପଡ଼ିଥିଲେ। ଧନ ନାହିଁ, ଆଶା ନାହିଁ, ରାତିରେ ଘୁମ୍ ନାହିଁ। ସେ ରାତିରେ ଚକ୍ଷୁ ବନ୍ଦ କରି ହୃଦୟ ଡାକିଲେ, ବାବା, ଆଉ କିଛି ପଥ ନାହିଁ। ସେହି ମୁହୂର୍ତ୍ତରେ ଶିରିଡ଼ି ମଝିରେ ବସିଥିଲା ବାବାର ହଠାତ୍ କହିଲେ, ମୋ ଭକ୍ତ ଡାକୁଛି। ପରଦିନ ଅଚାନକ ସେ ଭକ୍ତଙ୍କ ଜୀବନରେ ଏକ ସହଜ ସୁଯୋଗ ଆସିଲା, ଯାହା ତାଙ୍କୁ ଭାଗିବାର ବଞ୍ଚାଇଥିଲା। ହୃଦୟର ଡାକ ଦୂରତା ଦେଖାଯାଏ ନାହିଁ, ଅପମାନ ମଧ୍ୟରେ ଆଶୀର୍ବାଦ। ଏକ ଦିନ ଏକ ଲୀଳା ବାବାଙ୍କୁ ଅସମ୍ମାନ କଲା। କଠୋର କଥା କହି ମସଜିଦ ଛାଡ଼ି ଚାଲିଗଲେ। ଭକ୍ତମାନେ କ୍ରୋଧିତ ହେଲେ, କିନ୍ତୁ ବାବା ଶାନ୍ତ ରହିଲେ। ସେ ଲୋକଟି କିଛି ଦିନ ପରେ ଗଭୀର ସମସ୍ୟାରେ ପଡ଼ି ଲଜ୍ଜାରେ ମୁଣ୍ଡ ନମାଇ ପାରିଲା ନାହିଁ। ବାବା ତାଙ୍କୁ ଦେଖି କୌଣସି ଅଭିଯୋଗ କଲେ ନାହିଁ, କେବଳ ଆଶୀର୍ବାଦ ଦେଲେ। ଅପମାନକୁ ଯିଏ ସହେ ସେହି ହେଲା ସର୍ବୋଚ୍ଚ। ଭାଙ୍ଗି ଯାଇଥିବା ମନ ଓ ନୂଆର ଆଲୋକ। ଏକ ଯୁବକ ଜୀବନରେ ସବୁ କିଛି ହାରି ଶିରିଡ଼ି ଆସିଲେ। ମନରେ ଭୟଙ୍କର ଅନ୍ଧାର। ସେ ବାବାଙ୍କ ସମ୍ମୁଖରେ ବସି ନୀରବରେ କାନ୍ଦୁଥିଲେ। ବାବା ଧୀରେ କହିଲେ, ସୂର୍ଯ୍ୟ ଅସ୍ତ ହେଲେ ବି ଆଲୋକ ଶେଷ। ଯୁବକ ମୁଣ୍ଡ ଉଠାଇଲେ। ଅନ୍ଧାର ମାନେ ଶେଷ ନୁହେଁ, ନୂଆ ପ୍ରଭାତର ସୂଚନା। ସେଦିନଠାରୁ ସେ ଯୁବକ ନୂଆ ଜୀବନ ଆରମ୍ଭ କଲେ। ଶିରିଡ଼ିରେ ଏକ ଭକ୍ତ ଦିନ ରାତି ବାବାଙ୍କର ସେବା କରୁଥିଲେ, କିନ୍ତୁ ମନରେ ଗର୍ବ ଆସିଗଲା, ମୁଁ ସବୁଠାରୁ ଅଧିକ ସେବା କରୁଛି। ଏକ ଦିନ ବାବା ତାଙ୍କୁ ଅନ୍ୟ ଭକ୍ତଙ୍କ ପାଦ ଧୋଇବାକୁ କହିଲେ। ସେ ଭକ୍ତ ଆଚମ୍ବିତ ହେଲା, କିନ୍ତୁ ମାନିଲା। ପାଦ ଧୋଇବା ସମୟରେ ତାଙ୍କ ଆଖିରୁ ଅଶ୍ରୁ ବୋହିଲା। ସେବା ଯେଉଁଠି ଅହଙ୍କାର ଭାଙ୍ଗେ, ସେଠି ସାଧନା ଆରମ୍ଭ ହୁଏ। ଏକ ଭକ୍ତ ଭାବିଲେ, ବାବା ସାୟତ ମୋତେ ଭୁଲିଗଲେ। ସେଦିନ ରାତିରେ ସ୍ୱପ୍ନରେ ଦେଖିଲେ ବାବା ତାଙ୍କ ସାମ୍ନାରେ ଦାଣ୍ଡି ହାତ ଧରି କହୁଛନ୍ତି, ମୁଁ ତୁମ ପୂର୍ବରୁ ଚାଲୁଛି, ତୁମେ କେବଳ ଦେଖୁ ନାହିଁ। ସେ ଭକ୍ତର ଆଖି ଖୋଲିଗଲା, ଭୟ ଚାଲିଗଲା ଆଉ ଭରସା ଆସିଗଲା। ଶିରିଡ଼ିରେ ଏକ ଭକ୍ତ ଥିଲେ, ଯିଏ ଦୀର୍ଘ ସମୟ ଧରି ବାବାଙ୍କ ସେବା କରୁଥିଲେ, କିନ୍ତୁ ମନର ଗଭୀର ଏକ ସନ୍ଦେହ ଲୁଚିଲା। ବାବା ସତରେ ସବୁ ଜାଣନ୍ତି। ଏକ ଦିନ ବାବା ତାଙ୍କୁ କହିଲେ, ଆଜି ତୁମେ ମୋ କଥା ମାନିଲ, ମୁସ୍କିଲ ମନେ କରିବ। ଭକ୍ତ ଅସମଞ୍ଜସରେ ପଡ଼ିଲା, କିନ୍ତୁ ଶେଷରେ ଭାବିଲେ। ସେଇ କ୍ଷଣରେ ତାଙ୍କ ମନର ସନ୍ଦେହ ଭାଙ୍ଗିଗଲା। ନିଷ୍ଠା ପରୀକ୍ଷା ଦେଲେ ହିଁ ଦୃଢ଼ ହୁଏ। ଏକ ଗରିବ ବୃଦ୍ଧା ମା ନିଜ ଘରର ଶେଷ ରୁଟି ନେଇ ବାବାଙ୍କ ପାଖକୁ ଆସିଲେ। ସେ କହିଲେ, ବାବା, ଏତିକି ମୋ ପାଖରେ ଅଛି। ବାବା ସେହି ରୁଟି ନେଇ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରିଦେଲେ। ପରଦିନ ସେ ବୃଦ୍ଧାଙ୍କର ଘର ଅନ୍ନରେ ପୂର୍ଣ୍ଣ ହୋଇଗଲା। ଦାନର ମାପ ଧନରେ ନୁହେଁ, ଭାବରେ। ଏକ ଯୁବକ ଅତ୍ୟଧିକ କ୍ରୋଧୀ ଥିଲେ, ଛୋଟ କଥାରେ ରୁଷି ଯାଉଥିଲେ। ସେ ବାବାଙ୍କୁ ପଚାରିଲେ, ବାବା, ମୋ କ୍ରୋଧ କିପରି ଯିବ? ବାବା କହିଲେ, ଆଜି ସାରା ଦିନ କିଛି କହିବୁ ନାହିଁ। ଯୁବକ ମୁସ୍କିଲ ମାନିଲା। ସନ୍ଧ୍ୟାବେଳେ ତାଙ୍କ ମନ ଶାନ୍ତ ହୋଇଗଲା। ମୌନ କ୍ରୋଧରେ ସର୍ବୋତ୍ତମର ଔଷଧ। ଏକ ଦିନ ଅନେକ ଭକ୍ତ ଅଚାନକ ଶିରିଡ଼ି ଆସିଗଲେ। ଖାଦ୍ୟ କମ୍ ପଡ଼ିଗଲା। ଭକ୍ତମାନେ ଚିନ୍ତିତ। ବାବା ଶାନ୍ତ ଭାବେ ବସିଥିଲେ। କିଛି ସମୟ ପରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ, କିନ୍ତୁ କେହି ବୁଝିଲେ ନାହିଁ ଖାଦ୍ୟ କେମିତି ପର୍ଯ୍ୟନ୍ତ ହେଲା। ଯେଉଁଠି ଶ୍ରଦ୍ଧା ସେଇଠି ଅଭାବ ନାହିଁ। ଏକ ଭକ୍ତ ମୃତ୍ୟୁ ଭୟରେ ଭୃଙ୍ଗୁଥିଲେ। ସେ ବାବାଙ୍କୁ କହିଲେ, ବାବା, ମୃତ୍ୟୁକୁ ଡରୁଛି। ବାବା ଧୀରେ ଧୀରେ କହିଲେ, ସୂର୍ଯ୍ୟ ଅସ୍ତ ହେଲେ କି ଆଲୋକ ଶେଷ। ଭକ୍ତ ଚୁପ୍ ହୋଇଗଲା। ମୃତ୍ୟୁ ଶେଷ ନୁହେଁ, କେବଳ ଏକ ପରିବର୍ତ୍ତନ। ସେଦିନଠାରୁ ସେ ଭକ୍ତ ଉପଯୁକ୍ତ ହୋଇଗଲେ। ଯଦି ଏହି ସାଇବାବାଙ୍କ ଲୀଳା ତୁମ ହୃଦୟକୁ ଛୁଇଁଥିଲା, ତେବେ ଏହାକୁ ଅବହେଳା କରନି। ଏହା ଏକ ସଂକେତ। ଲାଇକ୍ କର ଯଦି ଆଜି ତୁମ ମନରେ ଶାନ୍ତି ମିଳିଲା। ସବସ୍କ୍ରାଇବ୍ କର, କାରଣ ସାଇବାବାଙ୍କ ଆଗାମୀ ଲୀଳା ତୁମ ଜୀବନକୁ ଆଉ ନିକଟକୁ ଛୁଇଁବ। ଭିଡ଼ିଓ ଏଠି ଶେଷ।
କିନ୍ତୁ ସାଇବାବାଙ୍କ କୃପା ତୁମ ଜୀବନରେ ଏବେ ଆରମ୍ଭ। ଶ୍ରଦ୍ଧା ରଖ, ସବୁରି